ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ 2024-25 ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁଲୁଗୁମା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ 2 ଦିନିଆ ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ 2024-25 ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଗତକାଲି ଉଦ୍ଘାଟନ ହୋଇଥିବା ବେଳେ ଆଜି ଉଦ୍ଯାପନ ହୋଇଯାଇଅଛି। ଉକ୍ତ ଉଦ୍ଯାପନୀ ଉତ୍ସବ ଚିତ୍ରକୋଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ ସଭାପତିତ୍ୱରେ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ସାହୁ, ମୁଖ୍ୟ ବକ୍ତା ଭାବେ ହରିଶ୍ଚନ୍ଦ୍ର ପରିଡ଼ା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ କୁମାର ରାଉତ, କୁଡୁମୁଲୁଗୁମା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଗଣ୍ଡ ପ୍ରମୁଖ ଅତିଥି ଭାବେ ମଞ୍ଚରେ ମଞ୍ଚାସୀନ ଥିବାବେଳେ ସମସ୍ତ ଅତିଥିମାନଙ୍କୁ ଉତ୍ତରୀୟ ସହିତ ଏକ ଗଛ ଓ ଗୋଲାପ ଫୁଲ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଥମେ ଜଗତରନାଥ ଜଗନ୍ନାଥଙ୍କ ତୈଳଚିତ୍ର ନିକଟରେ ଧୂପକାଠି ଦେଇ ଦୀପ ପ୍ରଜ୍ୱଳନ ସହ ପୂଜା ଅର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସମସ୍ତ ଅତିଥିମାନେ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟରେ ବିଜ୍ଞାନ ଚିନ୍ତାଧାରାର ବିକାଶ, ପରିବେଶ ସୁରକ୍ଷା, ଜୈବିକ କୃଷି ସମ୍ବନ୍ଧିତ ସଚେତନତା ବୃଦ୍ଧି କରିବା ନିମନ୍ତେ ଉପଦେଶ ପ୍ରଦାନ କରିବା ସହିତ ନୂତନ ଜ୍ଞାନ କୌଶଳକୁ ଆପଣାଇ ନିଜ ଦକ୍ଷତାକୁ ବିକାଶ କରିବା ନିମନ୍ତେ ଉତ୍ସାହ ଆବଶ୍ୟକତା ବୋଲି ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଏହି ଅବସରରେ 8ଟି ଷ୍ଟଲରେ ଜିଲ୍ଲାର 7ଟି ବ୍ଲକରୁ ଆସିଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ମୋଟ 49ଟି ପ୍ରକଳ୍ପ ପ୍ରଦର୍ଶନ କରିଥିବା ବେଳେ ଅତିଥିମାନେ ପ୍ରକଳ୍ପଗୁଡ଼ିକର ପ୍ରଦର୍ଶନ କରି ବିଚାର ମଣ୍ଡଳୀଙ୍କ ଦ୍ୱାରା ମୂଲ୍ୟାୟନ କରାଯାଇ 7 ଜଣ କୃତି ଛାତ୍ରଛାତ୍ରୀଙ୍କୁ ପ୍ରକଳ୍ପ ରାଜ୍ୟସ୍ତର ପାଇଁ ବିବେଚିତ କରାଯାଇଥିଲା। ସେମାନେ ହେଲେ ଗନ୍ଧିପଲ୍ଲୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନମ୍ରତା ନିହାରିକା, ମୁଣ୍ଡିଗୁଡ଼ା ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟର SG ଚିରଞ୍ଜୀବୀ, ପେପର ମେଟାଲ ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟର ଅରିୟା କୁମାର ଦେ, RSC 6 ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟର ଲଳିତା ଖେଲ, ବାଲିମେଲା ଉଚ୍ଚ ବିଦ୍ୟାଳୟର ଶୁଭମ କୁମାର ବେହେରା, MV 88 ଡକ୍ଟର ଆମ୍ବେଦକର ଉଚ୍ଚ ବିଦ୍ୟାଳୟର ଆକାଶ ଦାସ ଓ RSC 11 ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟର ଜଗୁ ହନ୍ତାଳ ଚୟନ ହୋଇଥିବା କୁନି ବୈଜ୍ଞାନିକମାନେ ଚଳିତ ମାସ 18ରୁ 20 ତାରିଖରେ ବରଗଡ଼ ଜିଲ୍ଲାରେ ରାଜ୍ୟସ୍ତର ବାଲ ବୈଜ୍ଞାନିକ ପ୍ରଦର୍ଶନୀ 2024-25ରେ ଅଂଶଗ୍ରହଣ କରିବେ। ବିଜ୍ଞାନ ଶିକ୍ଷକ ସନ୍ଦୀପ କୁମାର ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ସୁଧାକର ନାୟକ, ନିର୍ମଳ ଦାସ, ନିରଞ୍ଜନ ପୂଜାରୀ, ବବିତା ରାଣୀ ସାହୁ, ଅର୍ଜୁନ ଗଡ଼ଙ୍ଗୀ, ନୀଳାନ୍ଦ୍ରୀ ଟାକରି, ସବିତା ଦାସ, ମାନସ ରଞ୍ଜନ ନାୟକ, ଜାନକୀ ହନ୍ତାଳ, ଜଗନ୍ନାଥ ହନ୍ତାଳ, ସଞ୍ଜୀବ କୁମାର ବୈଦ୍ୟ, ବିକ୍ରମ ମହାନ୍ତି ଓ କୁଡୁମୁଲୁଗୁମା CRCC ଚିତ୍ତରଞ୍ଜନ ସେଠୀ ପ୍ରମୁଖ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ମାଲକାନଗିରିରୁ ଅବଦୁଲ ଗାନୀଙ୍କ ରିପୋର୍ଟ, ଲୋକଆୱାଜ.in।